ସବୁଦିନ କେଉଁ ପାଣି ପିଇଲେ 50 ବୟସର ଲୋକ ବି 25 ବୟସ ଭଳି ଦେଖାଯିବ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ ଫ୍ରେଣ୍ଡସ୍। ଆଜିର ପ୍ରଶ୍ନଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିଛି, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, ଅଧିକ କଫି ପିଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ସୁଗାର ରୋଗ, ଅପସନ୍ ବି ଅର୍ଶ ରୋଗ, ଅପସନ୍ ସି ମାଇଗ୍ରେନ୍ ରୋଗ ଏବଂ ଅପସନ୍ ଡି ଜଣ୍ଡିସ୍ ରୋଗ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମାଇଗ୍ରେନ୍। ଅଧିକ କଫି ପିଇବା ଦ୍ୱାରା ମାଇଗ୍ରେନ୍ ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭୃଷଙ୍ଗ ପତ୍ର ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ରକ୍ତହୀନତା, ଅପସନ୍ ବି ହାର୍ଟ ସମସ୍ୟା, ଅପସନ୍ ସି ମୁଣ୍ଡ ବ୍ୟଥା ଏବଂ ଅପସନ୍ ଡି ମୋଟାପଣ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ବି ହାର୍ଟ ସମସ୍ୟା। ଭୃଷଙ୍ଗ ପତ୍ର ଖାଇଲେ ହାର୍ଟ ସମସ୍ୟା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କ୍ଷୀର ସହିତ କ'ଣ ମିଶାଇ ପିଇଲେ ମଣିଷର ଥକାପଣ ଦୂର ହୋଇଥାଏ? ଅପସନ୍ ଏ କଦଳୀ, ଅପସନ୍ ବି ଖଜୁରୀ, ଅପସନ୍ ସି ଗୁଡ଼ ଏବଂ ଅପସନ୍ ଡି ରୁଟି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୁଡ଼। କ୍ଷୀର ସହିତ ଗୁଡ଼ ମିଶାଇ ପିଇଲେ ମଣିଷର ଥକାପଣ ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଧିକ କାଜୁ ଖାଇବା ଦ୍ୱାରା ମଣିଷର କେଉଁ ଅଙ୍ଗ ସୁସ୍ଥ ରହିଥାଏ? ଅପସନ୍ ଏ ଲିଭର, ଅପସନ୍ ବି କିଡନୀ, ଅପସନ୍ ସି ହୃଦୟ ଏବଂ ଅପସନ୍ ଡି ଆଖି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଆଖି। ଅଧିକ କାଜୁ ଖାଇବା ଦ୍ୱାରା ମଣିଷର ଆଖି ଅଙ୍ଗ ସୁସ୍ଥ ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପାଣି ପିଇଲେ ପେଟର ଚର୍ବି ଶୀଘ୍ର କମିଯାଏ? ଅପସନ୍ ଏ ଲେମ୍ବୁ ପାଣି, ଅପସନ୍ ବି ଦହି ପାଣି, ଅପସନ୍ ସି ଅଦା ପାଣି ଏବଂ ଅପସନ୍ ଡି ପଇଡ଼ ପାଣି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଲେମ୍ବୁ ପାଣି। ଲେମ୍ବୁ ପାଣି ପିଇଲେ ପେଟର ଚର୍ବି ଶୀଘ୍ର କମିଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମୁହଁରେ କେଉଁ ପତ୍ରର ରସ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ନିମ୍ବପତ୍ର, ଅପସନ୍ ବି ବେଲପତ୍ର, ଅପସନ୍ ସି ବରପତ୍ର ଏବଂ ଅପସନ୍ ଡି ଅଁଳା ପତ୍ର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ନିମ୍ବପତ୍ର। ମୁହଁରେ ନିମ୍ବପତ୍ରର ରସ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ନିୟମିତ ଡାଳିମ୍ବ ଖାଇଲେ ମଣିଷର କେଉଁ ଅଙ୍ଗ ସୁସ୍ଥ ରହିଥାଏ? ଅପସନ୍ ଏ ଫୁସ୍ଫୁସ୍, ଅପସନ୍ ବି କିଡନୀ, ଅପସନ୍ ସି ଲିଭର ଏବଂ ଅପସନ୍ ଡି ହୃଦୟ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କିଡନୀ। ନିୟମିତ ଡାଳିମ୍ବ ଖାଇଲେ ମଣିଷର କିଡନୀ ଅଙ୍ଗ ସୁସ୍ଥ ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଫଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ? ଅପସନ୍ ଏ ଅମୃତଭଣ୍ଡା, ଅପସନ୍ ବି ପିଜୁଳି, ଅପସନ୍ ସି ବରକୋଳି ଏବଂ ଅପସନ୍ ଡି ଡାଳିମ୍ବ। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ରହିଛି ଅପସନ୍ ଏ ଅମୃତଭଣ୍ଡା। ଅମୃତଭଣ୍ଡା ଫଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ନିୟମିତ ଅଙ୍ଗୁର ଖାଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ମୋଟାପଣ, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ହୃଦରୋଗ ଏବଂ ଅପସନ୍ ଡି ଜଣ୍ଡିସ୍ ରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ହୃଦରୋଗ।
नियमित अंगूर खाइले हृदरोग भल होता है। सो फ्रेंड्स एबे देखिबा परवर्ती प्रश्नटी अधिका पियाज रसुण खाइबा द्वारा केउं समस्या देखा देता है? ऑप्शन ए ब्लड प्रेशर, ऑप्शन बी मुंड बिंधा, ऑप्शन सी पेट जंत्रणा एवं ऑप्शन डी जॉन्डिस। सो फ्रेंड्स यार सठिक उत्तरटी होउछि ऑप्शन सी पेट जंत्रणा। अधिका पियाज रसुण खाइबा द्वारा पेट समस्या देखा देता है। सो फ्रेंड्स एबे देखिबा परवर्ती प्रश्नटी अधिका सुखुआ खाइले केउं रोग होता है? ऑप्शन ए चर्म रोग, ऑप्शन बी टीबी रोग, ऑप्शन सी कैंसर रोग एवं ऑप्शन डी सुगर रोग। सो फ्रेंड्स यार सठिक उत्तरटी होउछि ऑप्शन ए चर्म रोग। अधिका सुखुआ खाइले चर्म रोग होता है। सो फ्रेंड्स एबे देखिबा परवर्ती प्रश्नटी कान जंत्रणा हेउथिले कान रे कोन पकाइले कान जंत्रणारू मुक्ति मिलता है? ऑप्शन ए घी, ऑप्शन बी जल, ऑप्शन सी बरफ एवं ऑप्शन डी कुसुम तेल। सो फ्रेंड्स यार सठिक उत्तरटी होउछि ऑप्शन डी कुसुम तेल। कान जंत्रणा हेउथिले कान रे कुसुम तेल पकाइले कान जंत्रणारू मुक्ति मिलता है। सो फ्रेंड्स एबे देखिबा परवर्ती प्रश्नटी पैड पानी पीवा द्वारा केउं रोग ठीक होता है? ऑप्शन ए अर्श रोग, ऑप्शन बी कैंसर रोग, ऑप्शन सी ब्लड प्रेशर रोग एवं ऑप्शन डी मधुमेह रोग। सो फ्रेंड्स यार सठिक उत्तरटी होउछि ऑप्शन सी ब्लड प्रेशर रोग। पैड पानी पीवा द्वारा ब्लड प्रेशर रोग ठीक होता है। सो फ्रेंड्स एबे देखिबा परवर्ती प्रश्नटी मिश्री पानी सहित कौन खाइले हजम शक्ति बढ़ी है? ऑप्शन ए पान मधुरी, ऑप्शन बी लवंग, ऑप्शन सी अलैच एवं ऑप्शन डी दालचीनी। तो फ्रेंड्स यार सठिक उत्तरटी होउछि ऑप्शन ए पान मधुरी। मिश्री पानी सहित पान मधुरी खाइले हजम शक्ति बढ़ी थाए। सो फ्रेंड्स एबे देखिबा परवर्ती प्रश्नटी केउं जीव निजर गोटी आखि बंद करी सहिथाए? ऑप्शन ए बेंग, ऑप्शन बी पिंपुड़ी, ऑप्शन सी बिलेई एवं ऑप्शन डी डॉल्फिन। सो फ्रेंड्स यार सठिक उत्तरटी होउछि ऑप्शन डी डॉल्फिन। डॉल्फिन जीव निजर गोटी आखि बंद करी सहिथाए। सो फ्रेंड्स एबे देखिबा परवर्ती प्रश्नटी बा आजिर शेष प्रश्नटी सबुदिन केउं पानी पीले 50 बयसर लोक भी 25 बयस भली लागिबो? ऑप्शन ए पैड पानी, ऑप्शन बी नींबू पानी, ऑप्शन सी किसमिस पानी एवं ऑप्शन डी अदा पानी। फ्रेंड्स एही प्रश्नर सठिक उत्तरटी जानिबा पूर्वरे जदि आपण माने हमर चैनल को नुआ करी विजिट करिसेंती ताहेले चैनल टी सब्सक्राइब करी पाखरि थिबा घंटी बटन टी को दबाई ऑल ऊपर क्लिक कर दियंतु जहा फल कि जते बेले भी एही परि वीडियो अपलोड हो आपण माने सर्वप्रथमे पाई परिबे। सो फ्रेंड्स एबे देखिबा एही प्रश्नर सठिक उत्तरटी होउछि ऑप्शन से किसमिस पानी। दिन किसमिस पानी पीले 50 बयसर लोक भी 25 बयस भली लागिबो। सो फ्रेंड्स आज वीडियोटी एठी शेष करूछि पुणी देखाइबा परवर्ती वीडियो रे। जय जगन्नाथ।